ଜୀବନର ମୂଲ୍ୟବାନ ଶିକ୍ଷା। ଥରେ ଏକ କଲେଜରେ 4 ଜଣ ସାଙ୍ଗ ଅଧ୍ୟୟନ କରୁଥିଲେ। 4 ଜଣ ସମାନ ଶ୍ରେଣୀରେ ପଢ଼ୁଥିଲେ, ତେଣୁ ସେମାନଙ୍କ ମଧ୍ୟରେ ବନ୍ଧୁତା ବହୁତ ଗଭୀର ଥିଲା। ଗୋଟିଏ ଦିନ କଲେଜରେ ଘୋଷଣା କରାଗଲା ଯେ କିଛି ଦିନ ପରେ ଆପଣଙ୍କ ପରୀକ୍ଷା ନିଆଯିବ। କିନ୍ତୁ ଏହି 4 ଜଣ ବନ୍ଧୁ ଏହାକୁ ଭୁଲିଗଲେ ଏବଂ ପରୀକ୍ଷାର ଗୋଟିଏ ଦିନ ପୂର୍ବରେ ଏହି 4 ଜଣ ସାଙ୍ଗ ଏକ ଭୋଜି ପାଇଁ ବାହାରକୁ ଗଲେ। ପରଦିନ ଯେତେବେଳେ 4 ଜଣ ସାଙ୍ଗ କଲେଜ ଗଲେ, ତ ସେମାନେ ଦେଖିଲେ ଯେ ସେତେବେଳକୁ ପରୀକ୍ଷାର ସମୟ ସମାପ୍ତ ହୋଇସାରିଛି। ତାପରେ 4 ଜଣ ସାଙ୍ଗ ଏକ ଯୋଜନା ପ୍ରସ୍ତୁତ କଲେ ଏବଂ କାରର ତେଲ ନିଜ ନିଜ ପୋଷାକରେ ଲଗାଇଲେ ଏବଂ ତାଙ୍କ ପ୍ରିନ୍ସିପାଲଙ୍କ ରୁମ୍କୁ ଯାଇ ପ୍ରିନ୍ସିପାଲଙ୍କୁ କହିଲେ, ଆମ କାରର ଟାୟାରଟି ପଙ୍କଚର ହୋଇଥିଲା, ତେଣୁ ଏଥିପାଇଁ ଆମେ ପରୀକ୍ଷା ଦେଇପାରିଲୁ ନାହିଁ। ପ୍ରିନ୍ସିପାଲ କହିଲେ, ଠିକ୍ ଅଛି, ତୁମେ ଆସନ୍ତାକାଲି କଲେଜକୁ ଆସିବ। ଆସନ୍ତାକାଲି ତୁମମାନଙ୍କ ପରୀକ୍ଷା ନିଆଯିବ। 4 ସାଙ୍ଗ ଖୁସି ହୋଇ ସେହି ସ୍ଥାନ ଛାଡ଼ି ଚାଲିଗଲେ। ଏହା ଭାବିବାକୁ ଲାଗିଲେ ଯେ ଆଜି ତ ଆମେ ବଞ୍ଚିଗଲୁ। ଏହି 4 ଜଣ ସାଙ୍ଗ ରାତିସାରା ପଢ଼ିଲେ ଏବଂ ଯେତେବେଳେ ପରଦିନ ପରୀକ୍ଷା ଦେବାକୁ ଗଲେ, ସେତେବେଳେ ସେମାନଙ୍କୁ କୁହାଗଲା ଯେ ତୁମ 4 ଜଣଙ୍କ ପରୀକ୍ଷା ଭିନ୍ନ ଭିନ୍ନ ଶ୍ରେଣୀରେ ହେବ। 4 ସାଙ୍ଗ ଅଲଗା ଅଲଗା ଶ୍ରେଣୀରେ ଯାଇ ବସିଲେ, କିନ୍ତୁ ଯେତେବେଳେ ତାଙ୍କ ହାତରେ ପ୍ରଶ୍ନପତ୍ର ଆସିଲା, ସେତେବେଳେ ତାଙ୍କ ଆଖି ଖୋଲା ହୋଇ ରହିଗଲା, କାହିଁକି ନା ପ୍ରଶ୍ନପତ୍ରରେ କେବଳ ଗୋଟିଏ ପ୍ରଶ୍ନ ହିଁ ଲେଖାଥିଲା ଯେ କାରର କେଉଁ ଟାୟାରଟି ପଙ୍କଚର ହୋଇଥିଲା। 4 ସାଙ୍ଗ ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ ତାଙ୍କର ଉତ୍ତର ଦେଖାଗଲା, ତ ସେମାନଙ୍କ ଉତ୍ତର ଅଲଗା ଅଲଗା ଥିଲା ଏବଂ ପରେ ସେମାନଙ୍କ ଭୁଲକୁ ବୁଝିପାଇଲେ। ଶିକ୍ଷା। ଆମମାନଙ୍କୁ କେବେ ମିଛ କହିବା ଉଚିତ ନୁହେଁ, କାରଣ ଯଦି ତୁମେ କାହାକୁ ମିଛ କହୁଛ ଏବଂ ତାଙ୍କୁ ତୁମ ମିଛ ବିଷୟରେ ଜାଣିଥାଏ, ତ ଆପଣ କେବଳ ତାଙ୍କ ଆଖିରେ ନୁହେଁ, ବରଂ ତୁମେ ନିଜ ଆଖିରେ ମଧ୍ୟ ଖରାପ ଏବଂ ଛୋଟ ହୋଇଯିବ। ଆପଣଙ୍କୁ କାହାଣୀ କିପରି ଲାଗିଲା କମେଣ୍ଟରେ ନିହାତି ଜଣାନ୍ତୁ। ତା ସହିତ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିହାତି କରନ୍ତୁ।